ବାଙ୍କୀରେ ଜୋରଦାର ସାଂଗଠନିକ କାମରେ ଲାଗିଛନ୍ତି ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ। ଆଗରୁ ସମିତି ସଭ୍ୟ, ଏବେ ଜିଲ୍ଲା ପରିଷଦ ଏବଂ ଆଗକୁ ବିଧାୟକ ପଦ ପାଇଁ ରଣନୀତି ସ୍ପଷ୍ଟ। ତୁଷାରଙ୍କ ନେତୃତ୍ୱରେ ବାଙ୍କୀ ବ୍ଲକ କେନ୍ଦୁପଲ୍ଲୀ ଗ୍ରାମ ପଞ୍ଚାୟତରେ ବିଜେପିର ଜନସମ୍ପର୍କ ପଦଯାତ୍ରା। କେନ୍ଦୁପଲ୍ଲୀ ପଞ୍ଚାୟତର ଗୋପବନ୍ଧୁ ନଗର ମା ମଙ୍ଗଳା ପୀଠଠାରୁ ବିଜେପିର ପଦଯାତ୍ରା ବାହାରି କେନ୍ଦୁପଲ୍ଲୀ ଓ ପତନୀଠାରେ ପହଞ୍ଚିଥିଲା। କେନ୍ଦ୍ରରେ 9 ବର୍ଷ ବିଜେପି ଶାସନର ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନା ସବୁ ଘରକୁ ଘର ବୁଲି ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଦୀର୍ଘ 23 ବର୍ଷ ବିଜେଡିର ଦୁର୍ନୀତି ଭ୍ରଷ୍ଟାଚାର ଶାସନକୁ ଲୋକଙ୍କ ପାଖରେ ଉପସ୍ଥାପନ କରାଯାଇଥିଲା। ବରିଷ୍ଠ ବିଜେପି ନେତା ବିଶ୍ୱନାଥ ସାହୁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପିର ଜିଲ୍ଲା ପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ କଲ୍ୟାଣମୂଳକ କାର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ପରିଡ଼ା, ଡମପଡ଼ା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ସରୋଜ ମତକ ସିଂ, ଜୟନ୍ତ ବେହୁରା ପ୍ରମୁଖ ଯୋଗ ଦେଇଥିଲେ। ବ୍ୟୁରୋ ରିପୋର୍ଟ, ରେନବୋ ମିଡିଆ।